ଭାରତ ଏବଂ ପାକିସ୍ତାନ ମଧ୍ୟରେ ଘଟିଥିବା ସାମରିକ ସଂଘର୍ଷ ବର୍ତ୍ତମାନ ପାଇଁ ବନ୍ଦ ହୋଇଯାଇଛି। ମାତ୍ର 100 ଘଣ୍ଟା ଧରି ଚାଲିଥିବା ଏହି ଯୁଦ୍ଧ ଭାରତ ପାକିସ୍ତାନକୁ ବହୁତ କ୍ଷତି ପହଞ୍ଚାଇଥିଲା। ଭାରତୀୟ କ୍ଷେପଣାସ୍ତ୍ର ପାକିସ୍ତାନର 11ଟି ବାୟୁସେନା ଘାଟିକୁ ଧ୍ୱଂସ କରି ଦେଇଥିଲା ଏବଂ ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ଧ୍ୱଂସ କରିଥିଲା, ଯାହାଫଳରେ ପାକିସ୍ତାନ ଯୁଦ୍ଧ ବିରତି କରିବାକୁ ବାଧ୍ୟ ହୋଇଥିଲା। ଯଦିଓ ଏହି ବିବାଦ ବର୍ତ୍ତମାନ ଶାନ୍ତ ଅଛି, କିନ୍ତୁ ଯଦି ଆମେ ପାକିସ୍ତାନର ଅତୀତ ରେକର୍ଡ ଉପରେ ନଜର ପକାଇବା, ତେବେ ସେ ତା'ର ଶତ୍ରୁତା ଦୂର କରିବା ପାଇଁ ଯେକୌଣସି ସମୟରେ ଭାରତ ଉପରେ ଆକ୍ରମଣ କରିପାରିବ। ଯେକୌଣସି ଯୁଦ୍ଧ କେବଳ ଯୁଦ୍ଧଭୂମିରେ ଲଢ଼ାଯାଏ ନାହିଁ, ଯୁଦ୍ଧ କୂଟନୀତି ଭାବରେ ମଧ୍ୟ ଲଢ଼ାଯାଏ। ଏପରି ପରିସ୍ଥିତିରେ ଯଦି ଭାରତ ଆଉ ଏକ ଯୁଦ୍ଧ ଫସିଯାଏ, ତେବେ କୂଟନୀତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ। ଏଥିପାଇଁ ଭାରତକୁ ଏହାର ପଡ଼ୋଶୀ ଦେଶଗୁଡ଼ିକର ସମର୍ଥନ ମଧ୍ୟ ଆବଶ୍ୟକତା ହେବ। ଏପରି ପରିସ୍ଥିତିରେ ଯଦି କେବେ ଯୁଦ୍ଧ ହୁଏ, ତେବେ କେଉଁ ପଡ଼ୋଶୀ ଦେଶ ଭାରତକୁ ସମର୍ଥନ କରିବେ, ଆସନ୍ତୁ ଜାଣିବା। ଭାରତ ପାକିସ୍ତାନ ମଧ୍ୟରେ ପରବର୍ତ୍ତୀ ଯୁଦ୍ଧ ହେଲେ ଚୀନ ଦେଶ ଭାରତକୁ ସାହାଯ୍ୟ କରିବ କି ନାହିଁ, ଆସନ୍ତୁ ସେହି ବିଷୟରେ ଜାଣିବା। ପାକିସ୍ତାନ ପରେ ଚୀନ ଏସିଆରେ ଭାରତର ଦ୍ୱିତୀୟ ସବୁଠାରୁ ବଡ଼ ଶତ୍ରୁ। ପାକିସ୍ତାନ ସହିତ ଭାରତ ଏବଂ ଚୀନ ମଧ୍ୟରେ ସୀମାକୁ ନେଇ ଦୀର୍ଘ ଦିନ ଧରି ବିବାଦ ରହିଛି। କିଛି ବର୍ଷ ପୂର୍ବେ ଡୋକଲାମରେ ସାମରିକ ସଂଘର୍ଷ ପରେ ଭାରତ ଏବଂ ଚୀନ ମଧ୍ୟରେ ସମ୍ପର୍କ ସବୁଠାରୁ ଖରାପ ପର୍ଯ୍ୟାୟରେ ପହଞ୍ଚିଥିଲା। ତଥାପି ଉଭୟ ଦେଶ ନିରନ୍ତର ପାରସ୍ପରିକ ସମ୍ପର୍କକୁ ଉନ୍ନତ କରିବାକୁ ଚେଷ୍ଟା କରୁଛନ୍ତି। ତଥାପି ଯଦି ଆମେ ଚୀନର ଦୃଷ୍ଟିକୋଣରୁ ଦେଖିବା, ତେବେ ଏହା ସର୍ବଦା ପାକିସ୍ତାନକୁ ସମର୍ଥନ କରିଆସିଛି। ପହଲଗାମ ଆକ୍ରମଣ ପରେ ଯେତେବେଳେ ଭାରତ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା, ସେତେବେଳେ ଚୀନ ହିଁ ପ୍ରଥମ ଭାରତ ବିରୁଦ୍ଧରେ ଠିଆ ହୋଇଥିଲା। ଏପରି ପରିସ୍ଥିତିରେ ଚୀନ ଯେକୌଣସି ସମୟରେ ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଆସନ୍ତୁ ବର୍ତ୍ତମାନ ଜାଣିବା, ମାଳଦ୍ୱୀପ ଦେଶ ଭାରତ ପାକିସ୍ତାନ ମଧ୍ୟରେ ପରବର୍ତ୍ତୀ ଯୁଦ୍ଧ ହେଲେ ସାହାଯ୍ୟ କରିବ କି ନାହିଁ, ସେହି ବିଷୟରେ ଜାଣିବା। ମାଳଦ୍ୱୀପ ଏବଂ ଭାରତ ମଧ୍ୟରେ ସମ୍ପର୍କ ଭଲ ରହିଛି, କିନ୍ତୁ ସାମ୍ପ୍ରତିକ ରାଜନୈତିକ ଘଟଣାକ୍ରମକୁ ଦେଖିଲେ ମାଳଦ୍ୱୀପର ଚୀନ ପ୍ରତି ଆକର୍ଷିତ ହେବାରେ ଲାଗିଛି। ପ୍ରକୃତରେ ମହମ୍ମଦ ମୁଇଜୁଙ୍କ ସରକାର ଗଠନ ହେବା ପରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କ ଫାଟ ସୃଷ୍ଟି ହୋଇଥିଲା। ମହମ୍ମଦ ମୁଇଜୁଙ୍କ ଭାରତ ବିରୁଦ୍ଧରେ ଅଭିଯାନ ଚଳାଇ ମାଳଦ୍ୱୀପରେ କ୍ଷମତାକୁ ଆସିଥିଲା। ତେଣୁ ଯଦି ଭାରତ ଯୁଦ୍ଧରେ ଲିପ୍ତ ହୁଏ, ତେବେ ମାଳଦ୍ୱୀପ ଏହାର ବିରୁଦ୍ଧରେ ଯାଇପାରେ। ଆସନ୍ତୁ ଜାଣିବା ବର୍ତ୍ତମାନ ଶ୍ରୀଲଙ୍କା ଭାରତକୁ ସାହାଯ୍ୟ କରିବ କି ନାହିଁ। ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ଶ୍ରୀଲଙ୍କା ଦେଶ ଭାରତକୁ ସାହାଯ୍ୟ କରିବ କି ନାହିଁ, ସେହି ବିଷୟରେ ଜାଣିବା। ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି। ଅନେକ ସମୟରେ ଭାରତ ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛି। ତଥାପି ଏହି ଦେଶ ଗତ କିଛି ବର୍ଷ ଧରି ରାଜନୈତିକ ଅସ୍ଥିରତାର ଶିକାର ହୋଇଛି, ଯାହା ଯୋଗୁଁ ଏହି ଦେଶର ଆର୍ଥିକ ଅବସ୍ଥା ଖରାପରୁ ଖରାପ ହୋଇଗଲାଣି। ଯଦି ଭାରତ କୌଣସି ଯୁଦ୍ଧ ସାମିଲ ହୁଏ, ତେବେ ଶ୍ରୀଲଙ୍କା ଏହାର ଆର୍ଥିକ ପରିସ୍ଥିତି ଯୋଗୁଁ ଖୋଲାଖୋଲି ଭାବେ ଭାରତକୁ ସମର୍ଥନ କରିବାକୁ ସ୍ଥିର ନାହିଁ। ତଥାପି ଏହି ଦେଶ ଭାରତକୁ କୂଟନୈତିକ ସମର୍ଥନ ଯୋଗାଇ ପାରିବ। ଆସନ୍ତୁ ବର୍ତ୍ତମାନ ଜାଣିବା, ନେପାଳ ଦେଶ ଭାରତକୁ ସାହାଯ୍ୟ କରିବ କି ନାହିଁ। ଭାରତ ପାକିସ୍ତାନ ମଧ୍ୟରେ ପରବର୍ତ୍ତୀ ଯୁଦ୍ଧ ଯଦି ତ ହୁଏ, ନେପାଳ ଦେଶ ଭାରତକୁ ସାହାଯ୍ୟ କରିବ କି ନାହିଁ, ସେହି ବିଷୟରେ ଜାଣିବା। ଶ୍ରୀଲଙ୍କା ପରି ନେପାଳ ମଧ୍ୟ ଏକ ଦେଶ ଯାହାର ଭାରତ ସହିତ ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି। ଉଭୟ ଦେଶ ଦୀର୍ଘ ସମୟ ଧରି ପରସ୍ପର ପ୍ରତି ବିଶ୍ୱସ୍ତ ରହି ଆସିଛନ୍ତି। ନେପାଳ କୂଟନୈତିକ ଭାବେ ଭାରତକୁ ସମର୍ଥନ କରିପାରିବ, ତଥାପି ଏହି ଦେଶ ସାମରିକ ସହାୟତା ଯୋଗାଇବା ସ୍ଥିତିରେ ନାହିଁ। ଯେତେବେଳେ ପହଲଗାମ ଆକ୍ରମଣ ଭାରତ ଉପରେ ହୋଇଥିଲା, ସେତେବେଳେ ମଧ୍ୟ ନେପାଳ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ଭାରତକୁ ସମର୍ଥନ କରିଥିଲା। ଆସନ୍ତୁ ବର୍ତ୍ତମାନ ଜାଣିବା ଭୁଟାନ ଦେଶ ଭାରତ ପାକିସ୍ତାନ ମଧ୍ୟରେ ଯଦି ଯୁଦ୍ଧ ହୁଏ, ଭୁଟାନ ଦେଶ ସାହାଯ୍ୟ କରିବ କି ନାହିଁ ଭାରତକୁ, ସେହି ବିଷୟରେ ଜାଣିବା। ଭୁଟାନ ଏବଂ ଭାରତ ମଧ୍ୟରେ ସହଯୋଗୀ ଅଟନ୍ତି ଏବଂ ଏହି ଦେଶ ଅନେକ କ୍ଷେତ୍ରରେ ଭାରତ ଉପରେ ନିର୍ଭରଶୀଳ। ଏପରି ପରିସ୍ଥିତିରେ ଯୁଦ୍ଧ ହେଲେ ଏହି ଦେଶ ଭାରତକୁ କୂଟନୈତିକ ସମର୍ଥନ ଯୋଗାଇ ପାରିବ। ସାମରିକ ସହାୟତା ସମ୍ପର୍କରେ ଭାରତ ନିଜେ ଭୁଟାନର ସୁରକ୍ଷା ଦାୟିତ୍ୱରେ ନେଇ ଆସୁଛି। ଆସନ୍ତୁ ଜାଣିବା, ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ଆଫଗାନିସ୍ତାନ ଭାରତକୁ ସାହାଯ୍ୟ କରିବ କି ନାହିଁ, ସେ ବିଷୟରେ ଜାଣିବା। ତାଲିବାନ କ୍ଷମତାକୁ ଆସିବା ପୂର୍ବରୁ ଭାରତ
ଏବଂ ଆଫଗାନିସ୍ତାନ ମଧ୍ୟରେ ଭଲ ସମ୍ପର୍କ ଥିଲା। ଏହି ଦେଶ ଦୀର୍ଘ ସମୟ ଧରି ଭାରତ ସହଯୋଗୀ ହୋଇ ଆସିଛି। ତଥାପି ତାଲିବାନ ଦଖଲ ପରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆଲୋଚନା ଏବଂ ବାଣିଜ୍ୟ ପ୍ରାୟ ସମାପ୍ତ ହୋଇଯାଇଛି। ତଥାପି ପୁଣିଥରେ ଭାରତ ପ୍ରତି ତାଲିବାନ ଆଗ୍ରହ ବୃଦ୍ଧି ପାଇଛି ଏବଂ ଭାରତ ସରକାର ମଧ୍ୟ ତାଲିବାନ ସହିତ ଆଲୋଚନା ଆରମ୍ଭ କରିବାକୁ ଯାଇଛନ୍ତି। ଯୁଦ୍ଧ ହେଲେ ରଣନୀତିକ ଦୃଷ୍ଟିରୁ ଏହି ଦେଶ ଭାରତକୁ ବହୁତ ସୁବିଧା ଦେଇପାରିବ। ପ୍ରକୃତରେ ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଯାଇଛି। ଉଭୟ ଦେଶ ପରସ୍ପର ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ମଧ୍ୟ ଅଭିଯୋଗ କରି ଆସୁଛନ୍ତି। ଏପରି ପରିସ୍ଥିତିରେ ପାକିସ୍ତାନ ସହିତ ତାଲିବାନର ବଢ଼ୁଥିବା ଶତ୍ରୁତା ଭାରତ ପାଇଁ ଲାଭଦାୟକ ହୋଇପାରେ। ଆସନ୍ତୁ ବର୍ତ୍ତମାନ ଜାଣିବା ବାଂଲାଦେଶ ଭାରତକୁ ସାହାଯ୍ୟ କରିବ କି ନାହିଁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯଦି ଯୁଦ୍ଧ ହେବ ତ ଭାରତକୁ ବାଂଲାଦେଶ ସାହାଯ୍ୟ କରିବ କି ନାହିଁ ସେହି ବିଷୟରେ ଜାଣିବା। ଏହି ଦେଶ ସ୍ୱାଧୀନତା ପରଠାରୁ ଭାରତ ଏକ ସହଯୋଗୀ ରାଷ୍ଟ୍ର ହୋଇ ଆସିଛି। ଶେଖ୍ ହାସିନାଙ୍କ ସରକାର ସମୟରେ ଭାରତ ଏବଂ ବାଂଲାଦେଶ ଭଲ ପଡ଼ୋଶୀ ଭୂମିକା ନିର୍ବାହ କରୁଥିଲେ। କିନ୍ତୁ ବାଂଲାଦେଶରେ ବିଦ୍ରୋହ ପରେ ୟୁନୁସ୍ ସରକାର ସହିତ ଭାରତ ସମ୍ପର୍କ ଖରାପ ହେବାରେ ଲାଗିଛି। ସେହି ସମୟରେ ଏଠାକାର କାମଚଳା ସରକାର ପାକିସ୍ତାନ ସହିତ ସମ୍ପର୍କ ଉନ୍ନତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ପରିସ୍ଥିତିରେ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ବନ୍ଧୁତା ଭାରତ ପାଇଁ କ୍ଷତିକାରକ ହୋଇପାରେ।